ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଅନ୍ୟ ଭାଷା ବିଷୟରେ। ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ 9 ପ୍ରକାର ଦାନ ମଧ୍ୟରୁ ଗୋଟିଏ ଦାନକୁ ଲୋକମାନେ ଜୋର ଦେଉଛନ୍ତି, ତାହା ହେଉଛି ଅନ୍ୟ ଭାଷା। ଏବଂ ଲୋକମାନେ ଭାବୁଛନ୍ତି, ଲୋକମାନଙ୍କର ଚିନ୍ତାଧାରା ମଧ୍ୟ ଯେ ଅନ୍ୟ ଭାଷା ବୋଲି କହିଲେ ବର୍ତ୍ତମାନ ସୁଦ୍ଧା ଚାଲିଛି ରାବା ରାବା, ରାକା ରାକା, ସିନ୍ଦାବା, ଲାବା ରାକା, ଆଲା ରାକା, এই ପ୍ରକାର ଭାଷା କହୁଛନ୍ତି। এই ଭାଷାକୁ ଲୋକମାନେ ଭାବୁଛନ୍ତି ଅନ୍ୟ ଭାଷା ବୋଲି। କିନ୍ତୁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ এই ପ୍ରକାର ଭାଷା କହୁଅଛନ୍ତି, ରାବା ରାବା, ଲାକା ରାକା, ସିନ୍ଦା ଲାବା, ରାକା ରାକା, ରାବା ରାବା ବୋଲି କହୁଛନ୍ତି, ଏମାନେ ଯେତେ ଜଣ କହୁଛନ୍ତି, ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ এই ପ୍ରକାର ଭାଷା କହୁଥିବା ବ୍ୟକ୍ତିମାନଙ୍କୁ ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, এই ଭାଷା ହେଉଛି ଶୈତାନର ଭାଷା। এই ଭାଷା ପ୍ରଭୁ ଯୀଶୁଙ୍କର ଭାଷା ନୁହେଁ, ପ୍ରଭୁ ଯୀଶୁଙ୍କର ଅନ୍ୟ ଭାଷା ନୁହେଁ। এই ଭାଷା ଶୈତାନର ଭାଷା ଅଟେ। ଆପଣମାନେ ଜାଣିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଭାଷା ଗ୍ଲୋସା ନୁହେଁ, টাংস ନୁହେଁ, ଜିବ୍ରିସ୍ ଅଟେ, ଜିବ୍ରିସ୍। ଯେତେ ଜଣ এই ପ୍ରକାର ଭାଷା କହୁଅଛନ୍ତି, ରାବା ରାବା, ଲାକା ରାକା, ସିନ୍ଦା ଲାବା, ରାବା ରାବା ବୋଲି କହୁଛନ୍ତି, ଏମାନଙ୍କର ଶିକ୍ଷା ସଠିକ୍ ଥିବ। କିନ୍ତୁ এই ଭାଷା ଶୈତାନର ଭାଷା ଅଟେ। ଆପଣମାନେ ଭାବୁଥିବେ ବା ମୋତେ ମେସେଜ ମାଧ୍ୟମରେ ମଧ୍ୟ ଜଣାଇବେ, ଆପଣ କେମିତି ଭ୍ରାନ୍ତ କରୁଅଛନ୍ତି। এই ପ୍ରକାର ଆପଣମାନେ ମେସେଜ କରିପାରିବେ, ଅନେକ ପ୍ରକାର ମେସେଜ କରିପାରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି এই ଭାଷା ଯଦି ପ୍ରଭୁ ଯୀଶୁ ଦେଇଥିବା ଦାନ ଅଟେ, ତାହେଲେ এই ଭାଷାର ଅର୍ଥ ପ୍ରକାଶ କରିବା ଦରକାର। ଏବଂ ଆପଣମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, এই ଭାଷାର ଅର୍ଥ ଯଦି ଅଛି, ତାହେଲେ ଆପଣମାନେ ମେସେଜ କରନ୍ତୁ। ଏବଂ এই ଭାଷାର ଯଦି ଅର୍ଥ ଆପଣମାନଙ୍କ ପାଖରେ ଅଛି, ତାହେଲେ ଲୋକମାନଙ୍କ ପାଖରେ ଆପଣମାନେ ପ୍ରକାଶ କରନ୍ତୁ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଭାଷାର ଅର୍ଥ ପ୍ରକାଶ କରିବା ପାଇଁ ମଧ୍ୟ ଦାନ ଦିଆଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଯେଉଁ ବ୍ୟକ୍ତିମାନେ এই ପ୍ରକାର ଭାଷା କହୁଅଛନ୍ତି, ସେମାନଙ୍କ ଠାରୁ ଆପଣମାନେ ସାବଧାନ ରୁହନ୍ତୁ। ଏବଂ ଯେଉଁମାନେ এই ପ୍ରକାର ଭାଷା କହୁଅଛ, ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, এই ଭାଷା ଗ୍ଲୋସା ନୁହେଁ, ଜିବ୍ରିସ୍, ଶୈତାନର ଭାଷା। ଆପଣମାନେ ଶୈତାନର ଭାଷା କହୁଛନ୍ତି। ଯଦି ଆପଣମାନେ এই ଭାଷାର ଅର୍ଥ ଯଦି ପ୍ରକାଶ କରିବେ, ତାହେଲେ ଆମେ ସମସ୍ତେ ବିଶ୍ୱାସ କରିବା এই ଭାଷା ପ୍ରଭୁ ଯୀଶୁଙ୍କର। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, এই ଭାଷା, এই ଜିବ୍ରିସ୍ ଗ୍ଲୋସା ନୁହେଁ, ଜିବ୍ରିସ୍ ଭାଷା ରାବା ରାବା, ସିନ୍ଦା ରାବା, ରାବା ରାବା ହେଉଛି ବିଲିୟର ସିମର ଲେଖିଥିବା ଗୋଟିଏ ପୁସ୍ତକରେ ଲେଖାଯାଇଅଛି। ଜଣେ ବ୍ୟକ୍ତି, ସେଇ ବ୍ୟକ୍ତିଙ୍କର ନାମ ହେଉଛି ବିଲିୟର ସିମର। ଆପଣମାନେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ। ଏବଂ এই ଭାଷା କହିବା ନିମନ୍ତେ ଷ୍ଟେପ୍ ବାଇ ଷ୍ଟେପ୍ ଲୋକମାନଙ୍କୁ ଶିଖାନ୍ତି ମଧ୍ୟ। ଏବଂ ଆମ୍ଭେମାନେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲରେ ଯଦି ଦେଖିବା, ଆଦି ପୁସ୍ତକଠୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଯଦି ଦେଖିବା, ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୂଷା এই ପ୍ରକାର କହିନାହାନ୍ତି, ଭବିଷ୍ୟତ ବକ୍ତାମାନେ এই ପ୍ରକାର ଭାଷା କହିନାହାନ୍ତି, ଏବଂ ଯାଜକମାନେ ମଧ୍ୟ କହିନାହାନ୍ତି, ପ୍ରଭୁ ଯୀଶୁ ମଧ୍ୟ କହିନାହିଁ, ପ୍ରଭୁଙ୍କର ପ୍ରିୟ ଦାସ ଶିଷ୍ୟମାନେ ମଧ୍ୟ এই ପ୍ରକାର ଭାଷା କହିନାହାନ୍ତି। এই ରାବା ରାବା, ଲାକା ରାକା, ସାନ୍ଦାବା, ରାବା ରାବା ବୋଲି କହିନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ବହୁତ ଜୋର ଚାଲିଛି এই ଭାଷା ବିଷୟରେ। କିନ୍ତୁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ ଆଉ ଥରେ, ଯେ এই ଭାଷା ଜିବ୍ରିସ୍ ଅଟେ, ଶୈତାନର ଭାଷା ଅଟେ। ପ୍ରଭୁଙ୍କର ପ୍ରିୟ ଲୋକମାନେ,
ଆପଣମାନେ ଜାଣିବା ଦରକାର ଈଶ୍ୱରଙ୍କର ପବିତ୍ର ବାଇବଲରେ କେତୋଟି ବିଷୟ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ବର୍ତ୍ତମାନ ସମୟରେ ପବିତ୍ର ଆତ୍ମାକୁ ସ୍ୱାଗତ କରୁଛନ୍ତି, ଡାକୁଛନ୍ତି, ଉତ୍ତରା ଭରିଦେ ଛୁଁଲେ ଏବଂ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି। ଏହି ସମସ୍ତ କାର୍ଯ୍ୟ ଶୈତାନର କାର୍ଯ୍ୟ ଅଟେ। ପବିତ୍ର ଆତ୍ମା ପେଣ୍ଟିକସ୍ ଦିନରେ ଦିଆଯାଇଅଛି ମଣ୍ଡଳୀ ପାଇଁ, ଆଉ ପବିତ୍ର ଆତ୍ମା ଦେବେ ନାହିଁ। ଆପଣମାନେ ଡାକିଲେ ପବିତ୍ର ଆତ୍ମା ଆସିବ ନାହିଁ, ଆପଣଙ୍କର ଇଚ୍ଛା ଅନୁସାରେ ପବିତ୍ର ଆତ୍ମା ଚଳିବ ନାହିଁ, କାର୍ଯ୍ୟ କରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ବୁଝନ୍ତୁ, ଅନେକ ଜାଗାମାନଙ୍କର ଘଣ୍ଟା ଘଣ୍ଟା ପ୍ରାର୍ଥନା କରନ୍ତି ପବିତ୍ର ଆତ୍ମାକୁ ଡାକିବା ନିମନ୍ତେ, ପବିତ୍ର ଆତ୍ମାକୁ ପାଇବା ନିମନ୍ତେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ବୁଝନ୍ତୁ, ପବିତ୍ର ଆତ୍ମା ଦିଆଯାଇଅଛି, ସିଲ୍ କରାଯାଇଅଛି, ଆଉ ପବିତ୍ର ଆତ୍ମା ଆସିବେ ନାହିଁ। ରବିବାର ଦିନର ମଣ୍ଡଳୀରେ ଯାଇ ପବିତ୍ର ଆତ୍ମାକୁ ସ୍ୱାଗତ କରନ୍ତି ଏବଂ ଆଉ ବାକି ଦିନ କ'ଣ କରନ୍ତି? ଆଉ ରବିବାର ଦିନ ଗଲେ ଆହୁରି ଡାକନ୍ତି। କେମିତି ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ? କିନ୍ତୁ ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ କିଛି ବିଷୟ ଆମ୍ଭେମାନେ ଏ ବିଷୟରେ ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଥମ କରନ୍ତୀୟ ତାର 14 ପର୍ବ 2 ପଦରେ କେମିତି ଲେଖାଯାଇଅଛି, ବର୍ତ୍ତମାନ କେମିତି ଲୋକମାନଙ୍କୁ ବୁଝାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ କିନ୍ତୁ ପେଣ୍ଟିକୋସ୍ ଦିନରେ ସେତେବେଳେ ପବିତ୍ର ଆତ୍ମା ପାଇଲେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବା ପାଇଁ ଲାଗିଲେ, ପୃଥିବୀର ଭାଷା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଲୋକମାନେ ବୁଝିଲା ପରି କହୁଥିଲେ। ଆତ୍ମା ସେମାନଙ୍କୁ ଯେପରି କଥା ହେବା ପାଇଁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ ସେମାନେ କଥା ହେଲେ। ଅନ୍ୟ ଭାଷା ନୁହେଁ, ଅନ୍ୟ ଭାଷାରେ। এই ପୃଥିବୀର ଭାଷା ଅଟେ। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଆଉ କେତେ ଗଭୀରତା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏକ ଅନ୍ୟ ଭାଷା ପ୍ରଭୁ ଯୀଶୁ ଦେବେ ବା ପବିତ୍ର ଆତ୍ମା ଦେବେ, ଆଉ ଏକ ଅନ୍ୟ ଭାଷା ଶୈତାନ ଦେବ। ଶୈତାନର ଭାଷା। ଆପଣମାନେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲ ସଠିକ୍ ଭାବରେ ଯଦି ଆପଣମାନେ ଅଧ୍ୟୟନ କରୁଅଛନ୍ତି, ତାହେଲେ ଆପଣମାନେ ଜାଣିପାରିବେ ଯେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ 2ଟି ସୁସମାଚାର, 2ଟି ଅନ୍ୟ ଭାଷା, 2ଟି ପାଳକ, 2ଟି ପ୍ରଚାରକ, এই ପ୍ରକାର ଲେଖାଯାଏ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏକ ଅନ୍ୟ ଭାଷା ପ୍ରଭୁ ଯୀଶୁ ଦାନ କରିବେ ବା ଦେବେ, ଆଉ ଏକ ଅନ୍ୟ ଭାଷା ଶୈତାନ ଦେବ। ଏବଂ ପ୍ରଭୁ ଯୀଶୁଙ୍କର ପବିତ୍ର ଆତ୍ମା କାହାକୁ କେଉଁ ଦାନ ଦିଆଯାଏ, କାହାକୁ ଦିଆଯାଏ, ସେ ଆତ୍ମା ହିଁ ନିଜେ ନିର୍ଣ୍ଣୟ କରନ୍ତି କାହାକୁ କେଉଁ ଦାନ ଦିଆଯିବା ଉଚିତ। କିନ୍ତୁ ବର୍ତ୍ତମାନ ସମୟରେ ସେମାନେ ନିଜେ ଆତ୍ମାକୁ ସ୍ୱାଗତ କରୁଛନ୍ତି, ନିଜେ ଆତ୍ମାକୁ ଡାକୁଛନ୍ତି। ଏ ବିଷୟ କେତେ ଭୁଲ କେତେ ଠିକ୍ ଆପଣମାନେ ଭାବନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ କିନ୍ତୁ ଆପଣମାନେ ଜାଣିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନ୍ୟ ଭାଷା ବିଷୟରେ 3ଟି ପୁସ୍ତକରେ ହିଁ ଲେଖାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଲେଖାଯାଏ ମାର୍କ ପୁସ୍ତକରେ 1 ଥର ଏବଂ ପ୍ରେରିତ ପୁସ୍ତକରେ 5 ଥର ଏବଂ ପ୍ରଥମ କରନ୍ତୀୟରେ 22 ଥର ଲେଖାଯାଇଅଛି ଅନ୍ୟ ଭାଷା ବିଷୟରେ। এই 28 ଶବ୍ଦର ଏକ ଅନୁବାଦ ହେଉଛି, ତାହା ହେଉଛି ଗ୍ଲୋସା। ମାର୍କରେ 1 ଥର, ପ୍ରେରିତରେ 5 ଥର ଏବଂ ପ୍ରଥମ କରନ୍ତୀୟରେ 22 ଥର। এই 28 ଶବ୍ଦର ଗୋଟିଏ ଅନୁବାଦ ହେଉଛି, ତାହା ହେଉଛି ଗ୍ଲୋସା। ଜିବ୍ରିସ୍ ନୁହେଁ, ଗ୍ଲୋସା। ଗ୍ଲୋସା ବର୍ତ୍ତମାନ ଜିବ୍ରିସ୍ କହୁଛନ୍ତି ଲୋକମାନେ, ରାବା ରାବା ଲାକା ରାକା ସାନ୍ଦାବା ରାବା ରାବା ବୋଲି କହୁଛନ୍ତି। ଏହା ହେଉଛି ଶୈତାନର ଭାଷା। ଯଦି এই ଭାଷାର ଅର୍ଥ ଅଛି ତାହେଲେ ଆପଣମାନେ ପ୍ରକାଶ କରନ୍ତୁ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, এই ଭାଷା କେବଳ ଶୈତାନର ଭାଷା ଅଟେ। ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ ଏବଂ ତଳକୁ ଅଦ୍ରାଇବା ଜାଗାରେ ଆପଣମାନେ ଯାଆନ୍ତୁ ନାହିଁ। ଈଶ୍ୱରଙ୍କର ପବିତ୍ର ବାଇବଲରେ ଲୋକମାନେ ତଳକୁ ଅଦ୍ରାଇ ନାହାନ୍ତି। ପ୍ରଭୁ ଯୀଶୁ ଲୋକମାନଙ୍କୁ ତଳକୁ ଅଦ୍ରାଇ ନାହାନ୍ତି, ଶିଷ୍ୟମାନେ ଅଦ୍ରାଇ ନାହାନ୍ତି, ଭବିଷ୍ୟତ ବକ୍ତାମାନେ ଅଦ୍ରାଇ ନାହାନ୍ତି। କେତୋଟି ଜାଗାରେ ଲେଖାଯାଏ, ଆଗରେ ଲୋକମାନେ 2 କିମ୍ବା 3 ଜାଗାରେ ଲେଖାଯାଏ ଲୋକମାନେ ପଢ଼ିଛନ୍ତି, କିନ୍ତୁ ସେମାନେ ପଛଆଡ଼ ସେମାନେ ପଢ଼ିନାହାନ୍ତି ଏବଂ এই ପ୍ରକାର ଭାଷା କହିନାହାନ୍ତି। କିନ୍ତୁ ବର୍ତ୍ତମାନ ଲୋକମାନେ ଭ୍ରାନ୍ତ ହୋଇଯାଉଛନ୍ତି ଆଶ୍ଚର୍ଯ୍ୟ ପଛରେ, এই ପ୍ରକାର ଭାଷା ବିଷୟରେ, ମିରାକାଲ ବିଷୟରେ। ଏବଂ ମିରାକାଲ ମଧ୍ୟ
प्रभुंकर प्रिय लोक मैंने आउ गोटे वीडियो माध्यम प्रकाश करी मिराकल विषय रे किंतु आपण मानक कहवाई चाहे प्रभुंकर प्रिय लोक मैंने यही 28 शब्दर अनुवाद होची ग्लोसा हिंदी रे अन्य भाषा इंग्लिश रे टंग्स ग्रीक रे ग्लोसा यही अन्य भाषा अन्यान्य भाषा होची बहुवचन एक वचन नुहे यही भाषा समस्त को प्रभु दान करेंगे किंतु प्रभुंकर प्रिय लोक मैंने आसतु आमे माने मार्क लिखित सुसमाचार तार 16 पर्व 17 पदरे देखा निमंते जावा यही समय जदि आपण मान पाखरे ईश्वर पवित्र बाइबल अच्छी ताहले आपण माने देखंतु जदि आपण माने देखिबे नाही ताहले मु कोन कहू अछि आपण माने केमिति जानि पारिबे प्रभुंकर प्रिय लोक माने आपण माने ईश्वर पवित्र बाइबल को अध्ययन करंतु जदि आपण माने अध्ययन करिबे नाही ताहले जेकोसी स्थान व्यक्ति आसे आपण को शिक्षा देले आपण को सटीक लागिबो जदि आपण माने ईश्वर पवित्र बाइबल को अध्ययन करि नथिबे सेति निहाती जरूरी अटे ईश्वर पवित्र बाइबल अध्ययन करबा पाए किंतु आसतु प्रभुंकर प्रिय लोक मैंने मार्क लिखित सुसमाचार 16 पर्व 17 पदर लिखा जाए केतोटी भाषा विषय आपण मान पाखर प्रकाश करने चाहे यही जगह लिखा जाए आउ विश्वासी मानकर यह सब चिन्ह अनुवर्ती हेब से माने मो नाम भूत छड़ाइबे नूतन नूतन भाषा रे कथा कहिबे यही जगह एक वचन लिखा जाए ना बहुवचन विषय लिखा जाए अछि नूतन नूतन भाषा अर्थात कौन हो पारे आपण जदि हिंदी जानी तेलुगु जना ना तेलुगु जदि शिखिबे ताहले आपण नूतन भाषा प्रभुंकर प्रिय लोक मैंने आपण मैंने बुझंतु अन्य भाषा बोली कहले आपण मानकु जदि हिंदी जना ना हिंदी शिखिबे तेलुगु शिखिबे आपण मान अन्य भाषा एवं आपण मानकु तेलुगु जना ना आपण माने तेलुगु जगह जाए आपण माने तेलुगु रे प्रचार करेंगे ताहले प्रभुंकर से अन्य भाषा आपण माने प्रचार करुछन किंतु वर्तमान समय लोक माने भ्रांत करुछन किंतु प्रभुंकर प्रिय लोक माने आसंतु आ गोटे पद पर्व देखिबा प्रेरित पुस्तक तार 2 पर्व 4 पद एई जगह लिखा जाए सेतिरे समस्ते पवित्र आत्मा रे परिपूर्ण हेले पुणी आत्मा सेमानंकु जेपरि कहबाकु शक्ति देले तदनुसार से माने अन्यान्य भाषा रे कथा कहबाकु लागिले पेंटिकोस दिन विषय लिखा जाय अछि एई जगह मध्ये बहुवचन देखुछु अन्यान्य भाषा एक वचन नहे बहुवचन लिखा जाए किंतु प्रभुंकर प्रिय लोक माने वर्तमान समय रे लोक मानकु भ्रांत करूछन्ते आपण माने भ्रांत होंतु नाही एई दान समस्तंको पाए अन्यान्य भाषा नूतन नूतन भाषा एवं आउ लिखा जाए प्रभुंकर प्रिय लोक मैंने प्रेरित पुस्तक तार 10 पर्व 44 पदर लिखा जाए 10 तार 44 रे लिखा जाए पितर यह सब कथा कहवा समय जेते लोक वाक्य शुणी से समस्त पवित्र आत्मा अवतरण कले से पितर सहित आगत सुन्नति विश्वासी माने समस्त विजाति मान सुधा पवित्र आत्मा दान वृष्टि करा देखि आचंबित हेले कारण से माने विभिन्न भाषा रे कथा कहूथिबा ईश्वर प्रशंसा करुथिबा शुणिले एई जगह मध्ये लिखा जाए विभिन्न भाषा अर्थात बहुवचन किंतु वर्तमान समय रे कहउछंती अन्य भाषा अन्यान्य भाषा नहे अन्य भाषा किंतु ईश्वर पवित्र बाइबल रे अन्य भाषा नाही अन्यान्य भाषा अच्छी नूतन नूतन भाषा अच्छी मिने मिने भाषा अच्छी प्रभुंकर प्रिय लोक माने अन्य भाषा बोली कहिले प्रभुंकर ए पृथ्वी रे देइथिबा बा बुझी पारुथिबा होची अन्य भाषा अन्यान्य भाषा किंतु प्रभुंकर प्रिय लोक माने आसंतु आ गोटे पद पर्व देखिबा प्रेरित पुस्तक 19 तार 6 लिखा जाए आउ पाउल सेमान को ऊपर हस्तार्पण करते पवित्र आत्मा सेमान को ऊपर अवतरण कले पुणी सेमाने नाना भाषा रे कथा कहबाकू और भाववाणी मध्य कहबाकू लागिले एई जगह मध्य बहुवचन विषय लिखा जाए अन्य भाषा ना नाना भाषा रे कथा कहबा पई लागिले तार अर्थ होछि अनेक प्रकार भाषा रे कथा कहबा पई लागिले लोक माने बुझिला परि कथा कहबा पई लागिले किंतु प्रभुंकर प्रिय लोक माने प्रथम करंतिय तार 12 पर्व 10 पदरे लिखा जाए
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ବିଭିନ୍ନ ଭାଷା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ଭାଷା କହିବାର ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଇଅଛି। ଆପଣମାନେ ଏହି ଭାଷାର ଅର୍ଥ ଆପଣମାନେ ପ୍ରକାଶ କରନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି। ଆପଣମାନେ ଜାଗ୍ରତ। କିନ୍ତୁ ଦୁଇଟି ଦାନ, ଗ୍ଲୋସା ଅନ୍ୟ ଭାଷା ଟଙ୍ଗସ୍, ପ୍ରାର୍ଥନା ପାଇଁ ନାହିଁ। ଗ୍ଲୋସା ବା ଅନ୍ୟ ଭାଷା ଟଙ୍ଗସ୍ ପ୍ରାର୍ଥନା ପାଇଁ ନୁହେଁ, ନା ହିଁ ପ୍ରଭୁଙ୍କ କଥା ହେବା ପାଇଁ, ନା ହିଁ ଆତ୍ମିକ ଉନ୍ନତି କରିବା ପାଇଁ। ଏହି ଦାନ କେବଳ ପ୍ରଚାର କରିବା ପାଇଁ ଦିଆଯାଇଅଛି। କିନ୍ତୁ ଯେଉଁମାନେ ଅନ୍ୟ ଭାଷାରେ କଥା କହନ୍ତି ସେମାନେ ନିଜର ଉନ୍ନତି କରନ୍ତି। ନିଜର କ'ଣ ଉନ୍ନତି କରନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଉନ୍ନତି। ଯେଉଁମାନେ ଅନ୍ୟ ଭାଷାରେ କଥା କହନ୍ତି ସେମାନଙ୍କ ପାଖରେ ଆପଣମାନେ ଦେଖନ୍ତୁ ଉନ୍ନତି ଅଛି, ଗାଡ଼ି ଅଛି, ଅନେକ ପ୍ରକାର ଅଛି। ଅନ୍ୟ ଭାଷା ମିନେ ଭାଷା, ଅନେକ ପ୍ରକାର ଭାଷା ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହା ହେଉଛି ହିନ୍ଦୀ, ଇଂଲିଶ, ଓଡ଼ିଆ। ଆପଣମାନଙ୍କୁ ଯେଉଁ ଭାଷା ଜଣା ନାହିଁ, ଆପଣମାନଙ୍କର ଭାଷା ଗୋଟିଏ ଜାଗାରେ ବୁଝିପାରିବେ ନାହିଁ, ସେହି ଜାଗାରେ ଅନ୍ୟ ଭାଷା ଚାଲିଛି। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରିବେ, ଆଶୀର୍ବାଦ କରିବେ ଯେ ଆପଣମାନେ ସେହି ଜାଗାରେ ଯାଇ ସେମାନଙ୍କର ଭାଷାରେ ଯଦି କଥା ହେବେ ବା ବାକ୍ୟ ପ୍ରଚାର କରିବେ, ତାହା ହେଉଛି ଆପଣଙ୍କ ପାଇଁ ଅନ୍ୟ ଭାଷା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝନ୍ତୁ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଅନେକ ପ୍ରକାର ଲେଖାଯାଏ ଭାଷା ବିଷୟରେ। ପ୍ରଭୁଙ୍କର ପ୍ରିୟ ଦାସ କହୁଛନ୍ତି, 10,000 କଥା କହିବା ଅପେକ୍ଷା ବୁଦ୍ଧି ସହିତ 5ଟି କଥା କହିବା ମୁଁ ଭଲ ପାଏ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କିଛି ମାତ୍ର ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିଅଛି। କିନ୍ତୁ ଅନେକ ବିଷୟ ଲେଖାଯାଏ। ଯେଉଁମାନେ ଅନ୍ୟ ଭାଷାରେ କଥା କହନ୍ତି, ପ୍ରାର୍ଥନା ବିଷୟ ଲେଖାଯାଏ ନାହିଁ, କିନ୍ତୁ ଶେଷରେ ଲେଖାଯାଇଅଛି ପ୍ରାର୍ଥନା। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାହିଁକି ଲେଖାଯାଇଅଛି, କ'ଣ ପାଇଁ ଲେଖାଯାଇଅଛି? କେବଳ ପେରିସ୍ ପୁସ୍ତକରେ ଲେଖାଯାଇଅଛି, କେବଳ ମାର୍କରେ ଲେଖାଯାଇଅଛି, କେବଳ କେରନ୍ତୀୟ ପୁସ୍ତକରେ ଲେଖାଯାଇଅଛି। କାହିଁକି ଏହି 3ଟି ପୁସ୍ତକରେ ହିଁ ଲେଖାଯାଇଅଛି ଏବଂ ଅନ୍ୟ ପୁସ୍ତକରେ କାହିଁକି ଲେଖାଯାଇ ନାହିଁ? ଏ ବିଷୟ ମଧ୍ୟ ଆମ୍ଭେମାନେ ଜାଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନଙ୍କର ମତାମତ କ'ଣ ଆପଣମାନେ ମେସେଜ କରନ୍ତୁ। ଏବଂ ଅନ୍ୟ ଭାଷା ବିଷୟରେ ଆପଣମାନଙ୍କର ଯଦି କାହାର ପ୍ରଶ୍ନ ଥାଏ, ତାହେଲେ ଆପଣମାନେ ନିହାତି ଭାବରେ ପଚାରି ପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।